ମହାନତା ଦେଖାଇଲେ ଢେଙ୍କାନାଳ ଜିଲ୍ଲାର ଜଣେ ଉପଜିଲ୍ଲାପାଳ। ଭିଡ଼ିଓ ହେଲା ଭାଇରାଲ, ସାରା ରାଜ୍ୟର ଚର୍ଚ୍ଚା। ଅଧାରୁ ପାଠ ଛାଡ଼ୁଥିବା ବିଦ୍ୟାର୍ଥୀମାନଙ୍କୁ ରାଜ୍ୟ ମୁକ୍ତ ବିଦ୍ୟାଳୟ ଜରିଆରେ ସିଧାସଳଖ ମାଟ୍ରିକ ପରୀକ୍ଷା ଦେବାର ସୁଯୋଗ ଦିଆଯିବା ପାଇଁ ସରକାର ଏବେ ବ୍ୟବସ୍ଥା କରିଛନ୍ତି। ମାତ୍ର ଆଜି ସକାଳେ ଭୁବନ କେନ୍ଦ୍ର ଦୁଇ ଜଣ ଛାତ୍ରୀ ନିଜ ଆଡମିଟ୍ କାର୍ଡ଼ ଧରି କାମାକ୍ଷାନଗର ବସ୍ଷ୍ଟାଣ୍ଡ ନିକଟରେ ବୁଲି ଏଣେତେଣେ ବୁଲୁଥିଲେ। ଏହି ସମୟରେ କଙ୍କଡ଼ାହାଡ଼ ବ୍ଲକର ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ କୃଷ୍ଣଚନ୍ଦ୍ର ସାହୁ ଏମାନଙ୍କୁ ଦେଖିଥିଲେ। ସେତେବେଳକୁ ସମୟ ପ୍ରାୟ 8:30ରୁ 9ଟା ହୋଇଯାଇଥିଲା। ତାହା ପୁଣି 35 କିଲୋମିଟର ଦୂର ଢେଙ୍କାନାଳ ଟାଉନ କୋରିହାସ୍ଥିତ ଭାନିରାମ ଉଚ୍ଚ ବିଦ୍ୟାଳୟରେ ପରୀକ୍ଷା ଦେବାର ଛାତ୍ରଛାତ୍ରୀମାନଙ୍କର ବ୍ୟବସ୍ଥା ଥିଲା। ଏହି ଖବର ଶୁଣି କାମାକ୍ଷାନଗର ଉପଜିଲ୍ଲାପାଳ ଦିନମଣି ନାୟକ ନିଜ ସରକାରୀ ଗାଡ଼ିରେ ଏହି ଦୁଇ ଜଣ ଛାତ୍ରୀଙ୍କୁ ଆଣି ପରୀକ୍ଷା କେନ୍ଦ୍ରରେ ଛାଡ଼ିଥିବାରୁ ତାଙ୍କର ଭିଡ଼ିଓ ଭାଇରାଲ ହେବା ପରେ ଏବେ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି। ଏହି ଘଟଣା ଦ୍ୱାରା ଆଜି ସେ ସମସ୍ତ ବର୍ଗଙ୍କ କ୍ଷେତ୍ରରେ ଏବଂ ଏହି ଛାତ୍ରଛାତ୍ରୀମାନଙ୍କ କ୍ଷେତ୍ରରେ ବେଶ୍ ଉଚ୍ଚ ପ୍ରଶଂସିତ ହୋଇଥିବାର ଖବର ସାମ୍ନାକୁ ଆସିଛି। ଏହି ଖବର ପ୍ରଚାର ପ୍ରସାର ହେବା ଫଳରେ ଆଜି ଢେଙ୍କାନାଳ ଜିଲ୍ଲା ନୁହେଁ ସମଗ୍ର ରାଜ୍ୟରେ ଚର୍ଚ୍ଚାର ଜୋର ଧରିଛି।